ହଁ ବାବୁ ଆଜ୍ଞା ତମ ନାଁ କ'ଣ ଲକ୍ଷ୍ୟ ପାଙ୍ଗି ଆଉ ତମର ଗାଁ ପଞ୍ଜାଲ ଡିଷ୍ଟ୍ରିକ୍ଟ କୋଉଟା ଡିଷ୍ଟ୍ରିକ୍ଟ କୋରାପୁଟ ବ୍ଲକ ଲମତାପୁଟ। ଲମତାପୁଟ। ଆଚ୍ଛା ତମର କ'ଣ ଅସୁବିଧା ହେଇଥିଲା? ଆଜ୍ଞା ମୋତେ କ୍ୟାନ୍ସର ହେଇଯାଇଥିଲା। କୋଉଠି? ଏ ପାଟିରେ ଏଠି କ୍ୟାନ୍ସର ହେଇଯାଇଥିଲା। ହୁଁ ମେଡ଼ିକାଲ ଦେଖାଇଲାରୁ ଡକ୍ଟର ମାନେ କହିଲେ କ୍ୟାନ୍ସର ହେଉଛି ବୋଲିକିନା ହୁଁ ସେମିତି କହିଲେ। ଆଉ ମେଡ଼ିକାଲ ଯାଇଥିଲ କି ନାଇଁ? ହଁ ସାର୍ ଯାଇଥିଲି। କ'ଣ କହିଲେ ସେଠି? ସେଠି ଏମିତି ବିଶାଖାପାଟଣା ଯାଅ କ୍ୟାନ୍ସର ହେଉଛି ବୋଲିକିନା କହିଲେ। ହଁ ତାହେଲେ ତମେ ଯାଇଥିଲ କି ନାଇଁ ବିଶାଖାପାଟଣା? ଯାଇନି ସାର୍। ହେଲେ କ'ଣ ୟୁଜ୍ କଲ? ଆଜ୍ଞା ଇଏ ଯେଉଁ ଗୋଟେ ମେଡ଼ିସିନଟା ଗୋଟେ ୟୁଜ୍ କଲାରୁ ମୋତେ ଭଲ ହେଇଗଲା ସାର୍। କେଉଁ ମେଡ଼ିସିନଟା? ଏଇଠି ସାର୍ ଆଚ୍ଛା ଏଇଟା ହେଉଛି ରିଓ ବାଲାନ୍ସ ହଁ ଆଉ ଏଇଟା ହେଉଛି ରିଓ କପି। ଏ ଦୁଇଟା ଖାଇଲାରୁ ସମ୍ପୂର୍ଣ୍ଣ 20 ଦିନ ଭିତରେ ମୁଁ ଭଲ ହେଇଯାଇଛି ସାର୍। 20 ଦିନ ଭିତରେ? ହଁ ସାର୍। ବାପରେ ତାହେଲେ ଭଲ ରେଜଲ୍ଟ ମିଳିଛି ନାଇଁ କି? ହଁ ସାର୍ ଆଉ ମୁଁ ଏବେ ବି କଣ୍ଟିନ୍ୟୁ କରୁଛି ସାର୍ ମେଡ଼ିସିନଟା। ହଁ ହେଲେ ତମର ଯେଉଁଟା ଷ୍ଟାର୍ଟ ହେଇଥିଲା ସେଇଟା ଠିକ୍ ହେଇଗଲାଣି ହଁ କି? ସାର୍ ଠିକ୍ ହେଇଗଲା। ଆଚ୍ଛା ଆଚ୍ଛା ହେଲେ ଲୋକଙ୍କୁ ତମେ କ'ଣ ମତାମତ ଦେବାକୁ ଚାହୁଁଛ? ଆଜ୍ଞା କ'ଣ ଆଉ କହିବି ଆଜ୍ଞା ଏଇ ମେଡ଼ିସିନ ଖାଇଲାରୁ ତ ମୁଁ ଭଲ ହେଇଗଲି। ଯାହା ହଉ ଗୋଟେ ଭାଇ ଦ୍ୱାରା ମୁଁ ଏସବୁ କିଛି ଭଲ ହେଇପାରିଲି। ହେଲେ ଆଜି ଡେଟ୍ରେ କେତେ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତ? ହଁ ସାର୍। ହେଲେ ଇଏ ରିଓ ବାଲାନ୍ସ ଆଉ ରିଓ କଫି ଖାଇକିନା ତମେ ସୁସ୍ଥ ହେଲ ବୋଲବାଟା। ହଁ ସାର୍। ଯାହା ହଉ ହେଲେ ତମେ ସେ ମେଡ଼ିସିନ ରିଓ ବାଲାନ୍ସ ରିଓ କଫିକୁ ତମେ ଭଲ ବୋଲି ଭାବୁଛ ତ? ହଁ ସାର୍ ଏଇଟା ସମ୍ପୂର୍ଣ୍ଣ ମୁଁ ଭଲ ହେଇଯାଇଛି ମେଡ଼ିସିନ ଖାଇଲାରୁ ବୋଲି ମୁଁ ଜାଣିପାରୁଛି ସାର୍। ତାହେଲେ ସମସ୍ତେ ଏଇଟା ଖାଇପାରିବେ ବୋଲବାଟା। ଆଜ୍ଞା ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି। ଏବେ ଆଉ ସେ ଅସୁବିଧା କିଛି ନାହିଁ ପରା? ନାଇଁ ସମ୍ପୂର୍ଣ୍ଣ ଠିକ୍ ହଁ ହେଇଗଲାଣି? ମେଡ଼ିସିନ ମୁଁ କଣ୍ଟିନ୍ୟୁ କରୁଛି ଆଉ ସାର୍। ଓକେ ମାତ୍ର ଓକେ ମୁଁ ଭଲ ହେଇଗଲାଣି ହଁ ହେଲେ ବି ମେଡ଼ିସିନ ଖାଉଛି ଆଉ। ହଉ 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 ଧନ୍ୟବାଦ। ହଁ ସାର୍।